ଆଉ ମୁଁ ଭାବେ ଯେ ଯେତେ ବି ଗପ କାହାଣୀ ଉପନ୍ୟାସ ସିଏ ଲେଖନ୍ତି, ସେ ବି ନିଶ୍ଚିତ ଭାବରେ ଜଣେ ବୋହେମିଆନ ଭଳି ହିଁ ତାଙ୍କର ସବୁ କଥା ଥାଏ ଲେଖାରେ। ଆଉ ଗୋଟେ ଗୋଟେ କଥା ସେ ଏମିତି ଭାଗରେ ଲେଖିଥାନ୍ତି, ଆପଣ ଭାବିବେ ଯେ ଏଇ କଥାକୁ ଏମିତି ଭାବରେ କହିବାର କଣ ଆବଶ୍ୟକତା ଥିଲା। ମାନେ ଆପଣ ଭାବିବେ ଯେ ସିଏ ମାନେ ଏତେ ଗୋଟେ ସିଏ ଗୋଟେ ବହୁତ ମାନେ ଅଯୁଗ୍ମ ପ୍ରକାର ସେ କଥାଟିକୁ କହିବେ, କିନ୍ତୁ ଆପଣଙ୍କୁ କୌଣସି ପ୍ରକାର ଅବାଗିଆ ଲାଗିବନି, ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ଏବଂ ଆପଣ ସେମିତି ଭାବି ନଥିବେ, କିନ୍ତୁ ତାଙ୍କର ସେଇ ପରିପ୍ରକାଶ କରିବାର ଶୈଳୀ, ତାଙ୍କର ଉପସ୍ଥାପନାକୁ ଆପଣ ମାନେ ମନ ଭରି ଭଲ ପାଇବେ ଆଉ ପସନ୍ଦ କରିବେ। ତେଣୁ ଏଇ ଯୋଉ ଚମତ୍କାର ଗଳ୍ପ ଲେଖିବାର କୌଶଳ ତାଙ୍କର, ତାଙ୍କୁ ଅନ୍ୟମାନଙ୍କ ଠାରୁ ନିଶ୍ଚିତ ଭାବରେ ଅଲଗା କରି ଛିଡା କରାଏ। ଆଉ ସଂବାଳୁଆର ସ୍ୱପ୍ନ ଗଳ୍ପ, ସ୍ପେଶାଲ ରିପୋର୍ଟ ଗଳ୍ପ, ବୟସ୍କ ଲୋକର ସମୟ ଗଳ୍ପ, ଆଉ ଏଇ ନିକଟରେ ଏବେ ତ ଏଇଟା ଆସିଛି ପ୍ରଣତିର ପ୍ରେମିକ ମାନେ ଉପନ୍ୟାସ ଆସିଥିଲା, ପ୍ରୀତି ପ୍ରଲିପ୍ସା ଇଏ ଯୋଉ ଉପନ୍ୟାସ ଆସିଥିଲା ତିନି ଜଣଙ୍କ କାହାଣୀକୁ ନେଇ, ବହୁତ ଚମତ୍କାର ଉପନ୍ୟାସ, ସମସ୍ତଙ୍କ ପାଖରେ ଲୋକପ୍ରିୟ ହେଇଛି। ତେଣୁ ଆଜି ଆମେ ସରସି ଓ ଅନ୍ୟାନ୍ୟ ଗଳ୍ପ, ଯୋଉଟା ଏବେକାର ମାନେ ଖୁବ ଚର୍ଚ୍ଚିତ ଗଳ୍ପ ସଂକଳନ, ଆଉ ସରସି ସମସ୍ତଙ୍କ ଖୁବ ଗୋଟେ ପ୍ରିୟ ଚରିତ୍ର ପାଲଟି ଯାଇଛି। ତେଣୁ ମୁଁ ଅମରେଶ ଭାଇଙ୍କୁ ସ୍ଵାଗତ କରୁଛି ଆଜିର ଏଇ ପୋଷ୍ଟମର୍ଟମ ର କାର୍ଯ୍ୟକ୍ରମକୁ। ଆଉ ଅମରେଶ ଭାଇଙ୍କୁ ବି ବହୁତ ମୁଁ ବହୁତ ଆଉ ଧନ୍ୟବାଦ। ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ। ଅ ମୁଁ ଭାବୁଛି କୋଉଠି ନା କୋଉଠି ବାଟରେ ଘାଟରେ ମାନେ ଆପଣ ହିଁ ସବୁ ଛକରେ ମୋର ଛିଡା ହେଇଛନ୍ତି, ଦେଖା ଅଛନ୍ତି, ଆପଣଙ୍କ କଥାବାର୍ତ୍ତାର ସୁଯୋଗ ସବୁବେଳେ ମିଳୁଛି। ଆଉ ମୁଁ କୌଣସି ଆଉ ଇଏ ନ ରଖି ଅମରେଶ ଭାଇଙ୍କର ପରିଚୟ ତ ଆମେ ସମସ୍ତେ ଜାଣିଛେ, କିଛି ଆବଶ୍ୟକତା ନାହିଁ। ବର୍ତ୍ତମାନ ଆମେ ଏଇ ଗତ ଥର ଯାହାଙ୍କ ବହିର ପୋଷ୍ଟମର୍ଟମ ହେଇଥିଲା, ଆମ ସମସ୍ତଙ୍କ ପ୍ରିୟ ଔପନ୍ୟାସିକ ରହସ୍ୟ ପୁରୁଷ ସ୍ୱରୂପ କୁମାର ନାୟକ, ସ୍ୱରୂପ ଭାଇଙ୍କୁ ମୁଁ ଆମନ୍ତ୍ରଣ କରୁଛି, ସେ ତାଙ୍କର ପ୍ରଶ୍ନ ଅମରେଶ ଭାଇଙ୍କୁ ପଚାରିବେ। ମୁଁ ଭାବୁଛି ଯଦି ସମସ୍ତେ ପ୍ରଶ୍ନ ଜଣଙ୍କର ଦିଟା ତିନିଟା ଲେଖା ଯଦି ବି ପ୍ରଶ୍ନ ଥିଲେ ବି ଜଣକୁ ଗୋଟେ, ତାପରେ ଆଉ ଜଣେ, ତାପରେ ଆଉ ଜଣେ, ପୁଣି ସିଏ ରିପିଟ ହେଲେ ଚଳିବ, କିନ୍ତୁ ଏମିତି ବୁଲିଲେ ଭଲ। ଦି ଜଣ ତେବେ ଫାଷ୍ଟ। ହଁ ଭଲ କଥାଟେ କହିଲେ ସାର୍। ତେଣୁ ଅଂଶୁ ଗୋଟେ କାମ କର, ତମେ ଏକ ସାଙ୍ଗରେ କ୍ଷୀରୋଦ ଏବଂ ବିଶ୍ଵ ମହାପାତ୍ର ବି ଯଦି ଅଛନ୍ତି ତାଙ୍କୁ ସ୍ୱାଗତ କରିଦିଅ। ରୋଟେସନରେ ନବ। ଆଉ ମୁଁ ତ ମାନେ ଟାଇମ ସେଟ କରିବା କଥା, ମୁଁ କିନ୍ତୁ ଆପଣମାନଙ୍କୁ କହିଲି ଆପଣଙ୍କ ପାଇଁ 2.5 ମିନିଟ। ମୁଁ ହେଲେ ଭାବି ନିଅନ୍ତୁ ଆଜିର ଇଏ ଗୋଟେ ପରୀକ୍ଷାର କାର୍ଯ୍ୟକ୍ରମ, ମାନେ ବହୁତ ଇଏ, ମୁଁ ଜଣେ ପରୀକ୍ଷକ ନିୟନ୍ତ୍ରକ। ତେଣୁ ମୁଁ ବର୍ତ୍ତମାନ ଯଦି କହିଲି ଏଇଟା 5 ମାର୍କର କୋଶ୍ଚିନ୍, ଆପଣ 5 ମାର୍କ ଉତ୍ତର ଦେବେ। ଆଉ 2 ମାର୍କର କୋଶ୍ଚିନ୍ 2 ମାର୍କ ଉତ୍ତର, ଯଦି ମଲ୍ଟିପଲ ଚଏସ୍ ମାନେ ଯଦି ଏକ ପଦରେ ପ୍ରକାଶ କରେ ତାହେଲେ ଆପଣ ଏକ ପଦରେ ପ୍ରକାଶ କରି ଉତ୍ତର ଦେବେ ବୋଲି ମୁଁ ଆଶା କରୁଛି। ବର୍ତ୍ତମାନ ସ୍ୱରୂପ ଭାଇଙ୍କର ପ୍ରଶ୍ନ, ପ୍ରଥମ ପ୍ରଶ୍ନ, ଯୋଉଟା ଅମରେଶ ଭାଇଙ୍କ ପାଇଁ ପ୍ରଥମ ପ୍ରଶ୍ନ। ସମସ୍ତଙ୍କୁ ବୈଶିଷ୍ଟ୍ୟ ପରିବାରରେ ମୋର ନମସ୍କାର। ଯାହା ହଉ ଆଜି ବହୁତ ଖୁସି ଲାଗୁଛି, ଗଲାଥର ମୁଁ କାଠଗଡାରେ ଠିଆ ହେଇଥିଲି, ଆଜି ଅନ୍ୟ ଜଣଙ୍କୁ କାଠଗଡାରେ ଠିଆ କରିକି ମୁଁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଛି। ଏଇ କାମଟା ବହୁତ ସହଜ କାମ, ନିଜେ ଠିଆ ହବା ଠାରୁ। ତ ଅମରେଶ ଭାଇଙ୍କୁ ମୋର ପ୍ରଥମ ପ୍ରଶ୍ନ, ଯେହେତୁ ଆଲୋଚନା ସରସି ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକ ହଉଛି, ତ ଅମରେଶ ଭାଇଙ୍କର ଅନ୍ୟ ବହି ଗୁଡିକ ବିଷୟରେ ମୁଁ କିଛି କହିବିନି। ମୁଁ ସିଧାସଳଖ ଆସିବି ଏଇ ବହିକୁ। ଏଇ ବହିର ଅଧିକାଂଶ ଗପରେ, ଯଦିଓ ସବୁ ଗପ ନୁହେଁ, ଅଧିକାଂଶ ଗପରେ ଗପ ମଝିରେ ଗୋଟେ ନା ଗୋଟେ ଦୁଇଟା କୋଉଠି ତିନିଟା ଚାରିଟା ପର୍ଯ୍ୟନ୍ତ ଆମେ କବିତା ଦେଖିବାକୁ ପାଉଛୁ। ତ ଏଥିରୁ କଣ ବୁଝିବାକୁ ହେବ, ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ଉପରେ କବି ଅମରେଶ ବିଶ୍ୱାଳ ଟିକେ ମଝି ମଝିରେ ତାଙ୍କ ପ୍ରଭାବ ଟା ଅଧିକା ରହୁଛି ନା କଣ? ନାଇଁ ଆମେ ପ୍ରଥମତଃ ଧନ୍ୟବାଦ ଦେବି ବୈଶିଷ୍ଟ୍ୟ ପରିବାର ଏବଂ ସବୁ ଶ୍ରୋତା ମ୍ୟାଡମକୁ, ସମସ୍ତଙ୍କୁ ଦେବି ପରିବାରକୁ। ତେବେ ଗୋଟିଏ କଥା ଯୋଉଟା କହିଲେ ଯେ ସବୁବେଳେ ଆମେ ମଣିଷ ମାନେ ଯୋଉମାନେ ମାନେ ଆମେ ବଞ୍ଚୁଥିବା ଜୀବନଟା କେବଳ ପ୍ରୋଜ ନୁହଁ, ଆମେ ବଞ୍ଚୁଥିବା ଜୀବନଟା ଗୋଟେ କବିତା। ଆମେ ଗୋଟେ ଅଜୟ ସାଙ୍କର ଗୋଟେ ଗପ ଅଛି ବାଘ ବୋଲି, ଦିଟା ବାଘ ଜନ୍ମ ହେଇଛନ୍ତି, ବାଘ ଛୁଆ ଜନ୍ମ ହେଇଛନ୍ତି, ବାଘକୁ ଟ୍ରେନିଂ ଦଉଛି ତା ମା। ଟ୍ରେନିଂ ଦେଲା ବେଳେ ସେ ଗୋଟେ ବାଘ ତ ବାଘ ଭଳିଆ ହବ, କିନ୍ତୁ ଆଉ ଗୋଟେ ବାଘ ଟିକେ ଭାବୁକ ଅଛି। ସେ ପାହାଡ ଉପରୁ ତାକୁ ଡେଇଁବାକୁ ଯେତେବେଳେ କହୁଛି, ସେ ଦେଖୁଛି ଜହ୍ନ ଉଇଁଛି, ସେ ଭାବ ପ୍ରବଣ ହେଇଯାଉଛି। ତେଣୁ ଜହ୍ନ ଉଇଁବା ବେଳେ ଯଦି ଜଣେ ଭାବ ପ୍ରବଣ ହଉଛି, ତାହେଲେ ସେଇଟା ଗୋଟେ କବିତା। ତାର ଭାଷା କଣ ହବ, ତାକୁ କେମିତି ମୁଁ ପ୍ରକାଶ କରିବି, ସେଇଟା ତ ଅଲଗା କଥା। କିନ୍ତୁ ଜୀବନ ଭିତରେ, ଜୀବନର କଠୋରତା ଭିତରେ ଟିକେ ଟିକେ କବିତା ରହିଲେ ବହୁତ ଭଲ ଲାଗେ। ଆଉ ଆମେ ମାନେ ଯୋଉମାନେ ଗୋଟେ ବାସ୍ତବ ଜୀବନରେ ଅଛନ୍ତି, ମାନେ ବହୁତ କଠୋର ଜୀବନରେ, ଆମେ ବି ବେଳେ ବେଳେ ଚାହୁଁ ଯେ ଆପଣ ବି ଗୋଟେ, ଆମେ କାହିଁକି ଡ୍ରାମା, ଆମେ କାହିଁକି ଯାତ୍ରାକୁ ଏତେ ଭଲ ପାଉଛୁ?
ଯାତ୍ରାରେ ଅତି ଅତି ମାନେ ନାଟକ ଯୋଉଟା ଅଛି ବୋଲି ଆମେ ଜାଣିଛନ୍ତି ଏଇଟା ଲାର୍ଜର ଦ୍ୟାନ୍ ଆୱାର ଲାଇଫ। ତେଣୁ ଆମେ ଜାଣିନାହାନ୍ତି ମାନେ 3 ଘଣ୍ଟାରେ ଆମ 60 ବର୍ଷର ଜୀବନ ଯେତେବେଳେ ଯାଉଛି ସେଟା ଲାର୍ଜର ଦ୍ୟାନ୍ ଲାଇଫ ହବ। ତେଣୁ ସେ ଦୃଷ୍ଟିରୁ ମଝିରେ ମଝିରେ କବିତା ରହିଲେ ଭଲ ହବ। ମାନେ କଣ କହିଲେ ପାଠକ, ମୁଁ ଗୋଟେ ଗଳ୍ପ କଳା ଦୃଷ୍ଟିରୁ କହୁଛି ଯେ ପାଠକ ଟିକେ ଭଲ ଲାଗିବ, ଭଲ ପାଇବ, ତାକୁ ମଜା ଲାଗିବ। ସାଧାରଣ ପାଠକକୁ ମଜା ଲାଗେ, କାରଣ ସାଧାରଣ ପାଠକ ଦେଖିବ କବିତା ଯୋଉଟା ବୁଝି ହବନି, ସେ ଜାଣିବ ଯେ ମୁଁ କହିପାରିବିନି ଏମିତିଆ, ତାହେଲେ ସେ ଇଏ ଠିକ ଲେଖ ଇଏ, ଆଉ ନହେଲେ ଆପଣ ଯଦି ତାଙ୍କ ଭାଷାରେ ଲେଖିଦେବେ ସରିଲା। ତାପରେ ଭାଇ ଆପଣ ତାହେଲେ ଗାଳ୍ପିକଙ୍କୁ ମାନେ କେବଳ ଗପ ବହିର ପଇସାରେ ଆପଣ ଗପ ଆଉ କବିତା ଗୋଟେ ଗୋଟେ ଫ୍ରି ଆପଣ ସେମାନଙ୍କୁ ପରସି ଦେଲେ। ଗୋଟେ ବହୁତ ଭଲ କଥା ଏଇଟା ହେଇଗଲା। ବହୁତ ବହୁତ ଧନ୍ୟବାଦ ଭାଇ, ଯଥାର୍ଥରେ କହିଲେ। ବର୍ତ୍ତମାନ ମୁଁ ଚାହିଁବି ଦ୍ୱିତୀୟ ପ୍ରଶ୍ନ ପଚାରିବେ ଅମରେଶ ଭାଇଙ୍କୁ। ଆମର ଆଉ ଜଣେ ଆମ ସମସ୍ତଙ୍କର ଆମ ପିଢିର ଖୁବ ପ୍ରସିଦ୍ଧ ଗାଳ୍ପିକ, ତାଙ୍କର ଗପ ବହି ସବୁ ମାନେ ଖୁବ ଭଲ ପାଇଛେ। ଅଇଁଠା ପତର, ଆମର ମହିକୁଣ୍ଠର ଛାଇ। ତେଣୁ ମୁଁ ବର୍ତ୍ତମାନ ଅନୁରୋଧ କରିବି ଆମର କ୍ଷୀରୋଦ ବିଶ୍ୱାଳ ଭାଇଙ୍କୁ, ସେ ତାଙ୍କ ପ୍ରଶ୍ନ ଅମରେଶ ଭାଇଙ୍କୁ ପଚାରିବେ। ଅମରେଶ ଭାଇ ନମସ୍କାର। ଆଉ ମୁଁ ସ୍ୱରୂପର ଯୋଉ ପ୍ରଶ୍ନଟା, ସେ ପ୍ରଶ୍ନରେ ଆଉ ଟିକେ ଖାଲି ଯୋଡ଼ି ଦେଇକି ପ୍ରଥମ ପ୍ରଶ୍ନଟି କରିବି, ତାପରେ ଅନ୍ୟାନ୍ୟ ପ୍ରଶ୍ନ ଆଡ଼କୁ ଯିବି। ଯୋଉ କବିତାର କଥା କହିଲେ, ମୁଁ ଯେତେବେଳେ ସରସୀ ଗଳ୍ପରେ କବିତାଟିକୁ ପଢିଲି ଶେଷରେ, ସେ ଗଳ୍ପରେ କବିତାକୁ ଏତେ ମାତ୍ରାରେ ଗୋଟେ ହାଇକ୍ କରାହେଇଛି, ସେଇ କବିତାକୁ ନେଇକି ଟୋଟାଲ ଗଳ୍ପଟି ରଚନା ହେଇଛି। କିନ୍ତୁ ଶେଷରେ ଗାଳ୍ପିକ ଯୋଉ କବିତାଟିକୁ ପରସି ଦେଇଛନ୍ତି, ସେ କବିତାଟି ଟିକେ ଦୁର୍ବଳ ଲାଗିଲା କି? ମାନେ ଆମେ ପାଠକ ହିସାବରେ ଯେତେବେଳେ ଗପଟିକୁ ପଢି ପଢି ଆସୁଛୁ, କବିତାଟି ଯେ ଏତେ ଚମତ୍କାର ହେଇଥିବ ଯେ ଗୋଟେ ଜେନେରେସନକୁ ଧରି ସେ ମନେ ରଖିଛି, ତା ଝିଅ ମନେ ରଖିଛି, କିନ୍ତୁ ସେଇ କବିତାଟି ସେତେ ପାୱାରଫୁଲ ମତେ ଲାଗିଲା ନାହିଁ। ଠିକ କଥା, ବହୁତ ବାସ୍ତବରେ ସୁନ୍ଦର। ଠିକ କଥାଟା କହିଲେ। ଗପ ଯଦି ଏଣ୍ଟାର ଗପ ଗୋଟେ କବିତା ଉପରେ ତିଆରି ମାନେ ଠିଆ ହେଇଛି, ସେ କବିତାଟା ସେମିତି ପାୱାରଫୁଲ ନହେଲେ ଭଲ ଲାଗିବନି। ସେଟା ମୁଁ ବି ଅନୁଭବ କରିଛି। କିନ୍ତୁ ମୋର ପ୍ରୋବ୍ଲେମ ହେଲା ଯେ ସେ ଗପଟା ମୁଁ ସେ କବିତା ପାଇଁ ଲେଖିନଥିଲି। ମୁଁ ଲେଖୁ ଲେଖୁ ମୁଁ ଏମିତି ଗୋଟେ ଜାଗାରେ ପହଞ୍ଚିଗଲି ଯୋଉଠି ମୁଁ ଭାବିଲି, ଆରେ କବିତାଟା ତ ସେମିତି ଯଦି ପାୱାରଫୁଲ ନହବ, ଏତେ ଲୋକ ବସିଛନ୍ତି, ତାହେଲେ ଗପଟା ତ ଭଲ ଲାଗିବନି। ଆଚ୍ଛା, ମୁଁ ଯଦି ଅଣ କବି, ତେଣୁ ଅଣ କବି ତାର ସମସ୍ତ ଶକ୍ତି ଲଗେଇ କବିତାଟି ଚେଷ୍ଟା କରିଛି ଲେଖିବା ପାଇଁ। ମୁଁ ବି ପୁରା ସନ୍ତୁଷ୍ଟ ନୁହଁ, ତାର କେତୋଟି ଲାଇନରେ ମୁଁ ସନ୍ତୁଷ୍ଟ, ନହେଲେ ପୁରା କବିତାରେ ମୁଁ ଆଦୌ ସନ୍ତୁଷ୍ଟ ନୁହଁ। ଏବଂ ସେଟା ବହୁତ ଇମ୍ବାଲାନ୍ସ ହେଇଛି। ବାସ୍ତବରେ ଗପର ପୃଷ୍ଠଭୂମି ଯଦି କିଏ ପଚାରିବେ, ମୁଁ କହିବି ନିଶ୍ଚୟ ଗପଟା କୋଉ ପୃଷ୍ଠଭୂମିରେ କେମିତି ଲେଖା ହେଲା, ହଠାତ୍ କେମିତି କହିବି। ସେ ଭାଷାରେ ମୁଁ ଯାଇକି ଏମିତି ଗୋଟେ ଜାଗାରେ ପହଞ୍ଚି ଗଲି ଯୋଉଠି ମତେ ଆଉ ମୋ ପାଖରେ ବାଟ ନଥିଲା। ଗୋଟେ ଗପ ଲେଖିବାକୁ, କିନ୍ତୁ ମାନେ କବିତା ଲେଖିବାକୁ, ଏବଂ ମୁଁ ତାକୁ ବଦଳେଇଛି ବହୁତ ଥର। ଯେହେତୁ ବହିର ପଳେଇ ବହୁତ ବହୁତ ଆସିଲାଣି ଧନ୍ୟବାଦ। କବିତାଟି, ତ ଆଉ ତ ପରିବର୍ତ୍ତନ କରିହବ ନାହିଁ। କିନ୍ତୁ ଥାଉ, ସେଇ କବିତାକୁ ବି ଆମେ ଚମତ୍କାର କବିତା ବୋଲି ଭାବି ନେଉ। ବେଳେ ବେଳେ ପ୍ରେମିକା ଯେତେବେଳେ ପ୍ରେମରେ ଥାଏ, ପ୍ରେମିକର ସବୁ ଶବ୍ଦ ବି ତାକୁ ମାନେ ମନ୍ତ୍ର ଭଳିଆ ଲାଗେ। ତ ତାକୁ ନିଶ୍ଚିତ ଭାବରେ କବିତାଟି ଭଲ ଲାଗୁଥିବ, ହয়তো ପାଠକଙ୍କୁ ଆମେ ଭାବୁଛୁ ଦୁର୍ବଳ। ଆଜ୍ଞା, ନାଇଁ ଭାଇ, ଯଥା ଆପଣ ପ୍ରଶ୍ନ ବି ପଚାରିଲେ, ଆପଣ ଉତ୍ତର ବି ନିଜେ କହିଦେଲେ। ଆଉ ସବୁଠୁ ବଡ କଥା, ଅମରେଶ ଦ୍ୱିତୀୟ ଏଇ ତୃତୀୟ ଯୋଉ ପ୍ରଶ୍ନଟେ, ଆଉ ଟିକେ ପ୍ରଶ୍ନ ଆଉ ଟିକେ କୁହନ୍ତୁ। ଏଇଟା ମୋର ଫୋନ ଆସିଲା ତ ମୁଁ ଶୁଣିପାରିଲି। ପ୍ରେମିକା ନାଇଁ, ମୁଁ କହିଲି ଯେ ଯେହେତୁ ନାୟିକା ଏତେ ମାତ୍ରାରେ ପ୍ରେମରେ ଥିଲେ, ତ ନାୟକର ପ୍ରତ୍ୟେକ ଶବ୍ଦ ତା ପାଇଁ ଗୋଟେ ମନ୍ତ୍ର ଭଳି। ତ ସିଏ ଯାହା ନିଶ୍ଚୟ କବିତାରେ ଲେଖିଥିଲା, ସେଟା ତା ପାଇଁ ଶ୍ରେଷ୍ଠ କବିତା। ଆମ ପାଇଁ ଠିକ ପାଠକ ଠିକ ପାଇଁ ନ ହେଇପାରେ, ନାୟିକା ପାଇଁ ଶ୍ରେଷ୍ଠ କବିତା। ଯଦି ଆପଣଙ୍କର ନାୟକ ହିସାବରେ ସେ ଯଦି ନୀରବ ବି ରହିଥାନ୍ତା, ତାର ଚାହାଣୀ ବି ସେ ପଢିଥାନ୍ତା, ସିଏ ତା ପାଇଁ କବିତା ହେଇଥାନ୍ତା। ଆମେ ପାଠକ ଭାବରେ ଅଧିକ ବିଶ୍ଳେଷଣ କଲେ ଆମକୁ ଲାଗୁଥାଇପାରେ। ବାକି ବହୁତ ସୁନ୍ଦର କଥା। ଆଉ ଯୋଉ କଥା ଅମରେଶ ଭାଇ, ଗୋଟେ ଗାଳ୍ପିକ ଭାବରେ ଆପଣଙ୍କର ସ୍ୱୀକାରୋକ୍ତି ଏବଂ ଆପଣଙ୍କର ଅସନ୍ତୋଷ, ଆପଣ ଏଇ ଧାଡି କହିବାର ସାହସ ରଖିଲେ ଯେ କିଛି ଧାଡି ମତେ ବି ଅସନ୍ତୋଷ ଦେଲା, ଆଉ କିଛି ଧାଡିରେ ମୁଁ ସ୍ୱୀକାର କରୁଛି ଯେ ଅସନ୍ତୋଷ ନିଶ୍ଚିତ ପାଇଛି। ଏଇଟା ହିଁ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରୁଛି। ବହୁତ ବହୁତ ଧନ୍ୟବାଦ ଭାଇ। ଏବେ ବିଶ୍ୱ ମହାପାତ୍ର ଭାଇ ଯଦି ଥିବେ, ଏବେ ତାର ବହୁତ ଚର୍ଚ୍ଚିତ କବିତା ସଂକଳନ ସାବାଳିକା, ଆଉ ଏବେ ମଧ୍ୟ ଉପନ୍ୟାସ ଭାଇଙ୍କର ଆସୁଛି କଥାରେ, ଆଗକୁ ଗପ ବହି ମଧ୍ୟ ଆସୁଛି। ବିଶ୍ୱ ମହାପାତ୍ର ଭାଇ ଯଦି ଥିବେ, ସିଏ ତାଙ୍କର ପ୍ରଶ୍ନ ଅମରେଶ ଭାଇଙ୍କୁ ପଚାରିବେ।
थैंक यू अंशुमान। वैशिष्ट समस्त श्रोता को नमस्कार। सार को सार मते प्रश्न पचार सौभाग्य देथिबारु बोधवे मु धन्य मन करूची। जस्ट मु कहि दे जे मु अमरेश सार को केमती जाने थरे गोटे पाप उपन्यास पढ़िली एमती गोटे किन देथिली मते लागिला सत उपन्यासटा कि सार सत स्टोरी को माने तापर से सरसी पढ़िली पुणी से समान चिंताधारा मन को आसला मे भी एटा भी बोधे सत स्टोरी सार तो जहाँ जो भी गप पढ़िले लगे जे एटा बोधे सार निजस्व स्टोरी। तो मु जानिया को चाहिबी सर किछि गप भोगी होला पर लिखा जाए किछि गप लिखि सारला पर भोगा जाए तो ये सब गप मते कौन पे लगे जे मते भोगी सारला पर लिखा हिची। तो जानिया को चाहिबी आपणकर को मनस्तत्व रे एई गल्पटी लिखा जाइतिला आउ केते मात्रा रे आपण एटा गप को भोगी चंती आ केते मात्रा रे एई जो अलंकारटी आपण तयारी करछन केते मात्रा रे सुना अछि आ केते मात्रा रे खाद मिसी छी। भाई ଦେଖ 3 मार्क रो 3 ମାର୍କ ସବୁଠୁ ବିଶ୍ଵ ସବୁଠୁ ବଡ କଥା ହଉଛି ସବୁ ଗାଳ୍ପିକ ପାଖରେ ଗାଳ୍ପିକ ଆମ ଲେଖକ ମାନଙ୍କ ପାଖରେ ଅନୁଭୂତି ତାଙ୍କ ନିଜସ୍ୱ ସବୁବେଳେ ଥାଏ। ପ୍ରଥମ ସେ ନିଜସ୍ୱ ଅନୁଭୂତିରେ ଆରମ୍ଭ କରେ ପରବର୍ତ୍ତୀ ସମୟ ଲେଖୁ ଲେଖୁ ସେ ତା ନିଜସ୍ୱ ଅନୁଭୂତି ତାକୁ ସରିଯାଏ ଏବଂ କିମ୍ବା ତା ନିଜସ୍ୱ ଅନୁଭୂତି ତାକୁ ଭଲ ଲାଗେନି ସିଏ ଅନ୍ୟଠୁ ଆଣେ ତାର ସେତିକି ବେଳେ ଲେଖକ କହନ୍ତି ଯେ ଗାଁକୁ ଯିବ ଆକୁ ଭେଟିବ ତାକୁ ଭେଟିବ ଫିଲ୍ମ ଦେଖିବ ଏସବୁ ଜିନିଷ ହବା କଥା। ସେଇଟା ହେଲେ କଣ ସିଏ ବହୁତ ଘଟଣା ଏବଂ ଚରିତ୍ର ସହ ଜଡିତ ହବ ଏବଂ ସେଥିରୁ ଗୁଡାଏ ଗୁଲି ଖଟି କରିବ ସେଥିରୁ ଗୁଡାଏ ଚରିତ୍ର ପାଇବ। ଏଇଟା ହଉଛି ଆମର ସାଧାରଣ ଭାବରେ ଏମିତି ଆସେ। ଏଇ ଯୋଉ କାହାଣୀ ମୋର ସବୁ କାହାଣୀ ସେମିତି ଆମେ ଆଉ ବାକି ରହିଲା ଅନ୍ୟର କାହାଣୀ ହଉ କି ନିଜର କାହାଣୀ ହଉ ତାକୁ ଆଣିକି ନିଜର କରିବା ନିଜ ଷ୍ଟାଇଲରେ ଲେଖିକି କିମ୍ବା ତାକୁ ସାଧାରଣ ପାଠକ ପାଖକୁ ଦେଇକି ମୋ କାହାଣୀ ବୋଲି କରେଇଦବା ସେଇଟା ବହୁତ ବଡ କଳା କାରଣ ଆପଣଙ୍କ ନାଁରେ ସେ କାହାଣୀଟି ଯିବ ସେ କାହାଣୀ ଘଟଣା କାହାର ଘଟଣା ସେଇଟା ଗୋଟେ କଳା ଆପଣଙ୍କୁ ସେ କଳାଟି ନବାକୁ ପଡିବ ଯେ ଆପଣଙ୍କ ଅନ୍ୟ କାହାଣୀ ଆଣିକି କେମିତି ଲେଖିଦେଲେ ଯେ ସେ ସମସ୍ତ କହିବା ଦେଖ ତା ଜୀବନରେ ସେ ଘଟଣା ଘଟିଛି ବୋଧେ ଲେଖକ ଜୀବନ କିନ୍ତୁ ସେଇଟା ଆମର ନିଜର କଳା ଉପରେ ନିର୍ଭର କରୁଛି। ଦ୍ୱିତୀୟ କଥାଟି ହଉଛି ସରସୀ ଗପ ବାସ୍ତବରେ ସରସୀ ଗପ ଗୋଟେ ମନେ ଅଛି ତାକୁ ସରୋଜ ବଳ ତାଙ୍କର ଗୋଟେ ସାମ୍ନାରେ କରୁଥିଲେ ପିଲାଦିନ ଉପରେ ଲେଖିବା ପାଇଁ ପିଲାଦିନର ଆପଣ ଗୋଟେ ଫଟୋ ଦେବେ ଏବେକାର ଫଟୋ ଦେବେ ପିଲାଦିନର କିଛି ଲେଖିବେ। ମୁଁ ପିଲାଦିନ କଥା ଲେଖୁ ଲେଖୁ ସେଇଥିରେ ମୋ ମାମୁଁ ଘର ଏଇ ସରସୀ କଥା ଟିକେ ଆସିଲା ପରେ ମତେ ସେଟା ଗୋଟେ ପେଜ ଏତେ ଭଲ ଲାଗିଲା ମୁଁ ଆଉ ଲୋଭରେ ତାକୁ ଦେଲିନି ମୁଁ କହିଲି ନାଇଁ ଏଇ ଗପଟା ତାକୁ ନଦେଲେ ଭଲ ହବ ମୁଁ ଏଇଟା ଗପ ହେଇଯିବ ତେଣୁ ମୁଁ ତାକୁ କଣ କଲି ନା ତାକୁ ଆଉ ଗୋଟେ ଦେଲି ସେଟା ବନ୍ଦ କରି ରଖିଦେଲି ଦେଇଦେଇକି ତାପରେ ମୁଁ ଆଉ ଲେଖିଲି ନାହିଁ 3-4 ବର୍ଷ ପଳେଇଲା ସେ ରହିଗଲା। ବହୁତ ଦିନ ପରେ ସେ ଆମେରିକାର ଯୋଉ ଆମ ସତ୍ୟ ପଟ୍ଟନାୟକ ସାର୍ ବାବୁ ସତ୍ୟ ବାବୁ ତାଙ୍କର ଯୋଉ ପ୍ରତିଶ୍ରୁତି ଓଡିଆ କରନ୍ତି ପତ୍ରିକାଟି ସେଇଥିରେ ସେ ଗପ ଛାପିଲେ ସେ କହିଲେ ଯେ ମୁଁ ଏଥର ଫକୀର ମୋହନଠୁ ଆରମ୍ଭ କରିକି ତମ ଅମରେଶ ପାଖରେ ମୁଁ ସାରିବି ତମ ଗପ ଯେମିତି ହେଲେ ଦବ। ମୋ ପାଖରେ କିଛି ଗପ ନଥାଏ ମୋ ପାଖରେ ସେତେବେଳକୁ ଗୋଟେ ଗପ ଥାଏ ଯୋଉଟା ସେ ଯୋଉ ଇନ୍ଦିରା ଆବାସ ଘର ଉପରେ ଆଜ୍ଞା ଇନ୍ଦିରା ଆବାସ ଘର ଆମେରିକାରେ ସେ ଇନ୍ଦିରା ଆବାସ ଘର କିଏ ପଢିବ କଣ ଏନିହା ମୋର ଆଉ ମନ ହେଲାନି ଏଟା ଭଲ ଲାଗିଲାନି ସେ କିନ୍ତୁ ତାଙ୍କର ଡେଟ୍ ପଳଉଥାଏ ମୁଁ ଖେଳାଖେଳି କଲି ଖେଳେଇକି ଏଇଟାକୁ ଦେଖିକି ମୋର ସେତେବେଳେ ଗୁରୁଦେବ ବିଭୂତି ପଟ୍ଟନାୟକ କଥା ମନେ ପଡିଲା ବିଭୂତି ପଟ୍ଟନାୟକ ଫର୍ମୁଲାରେ କିଛି ଗୋଟେ ଆପ୍ଲାଏ କରିବାକୁ ପଡିବ ହସ କାନ୍ଦ ଭରା ଗୋଟେ ଓଡିଆ ଫିଲ୍ମ କରିବା ନହେଲେ ହବନି ତେଣୁ ହସ କାନ୍ଦ ଭରା ଗପଟେ ଲେଖିବା ପାଇଁ ମୁଁ ଏଇଟାକୁ ଏଇ ଗପଟା ରହିଯାଇଛି ତାକୁ ଲେଖିବା ତାକୁ ଲେଖିଲି ଏବଂ ଘଟଣାକ୍ରମ କିଛି କିଛି ଲେଖିବା ପରେ ମୁଁ ଆରମ୍ଭ କଲି କିନ୍ତୁ ସେ ଯାଇକି ଅବାଗିଆ ଜାଗାରେ ସବୁ ରହିଯାଉଥାଏ ରହିଯାଇକି ସିଏ ସବୁଦିନ ପଚାରିଥାନ୍ତି ସରିଲା ମୁଁ କହିଲି ଚାଲିଛି ବା ଏମିତି କହୁଥାଏ ତେଣୁ ତା ଭିତରେ କାହାଣୀଟା ଆସିଲା ଏବଂ ମୁଁ ଗୋଟେ ଇଏ ବଡ ଦେଇକି ତାକୁ ଲେଖିକି ଦେଇଦେଲି ସେମିତି ମତେ ଯାହା ଲେଖିଲା ମୁଁ ଆଉ ପଢିନି ତାକୁ ମୁଁ ସବୁବେଳେ ଗପ ରଖିଦେଇ ପଢେ ସେଟା ସୁଯୋଗ ନଥିଲା। ବହୁତ ଦିନ ପରେ ସେଟା ମୁଁ ଦେଖିଲି ବହୁତ ପାଠକ ଯେହେତୁ ଆମେରିକା ସେ ପତ୍ରିକା କେହି ପଢି ନଥିଲେ ସେଟା ବହୁତ ଥର ବାହାରିଛି ମତେ ବହୁତ ଥର ବାହାରିବା ଭିତରେ ବୋଧେ ଏଥିରେ ବାହାରିଥିଲା ଯୋଉ କଥା କଳିକାର ନା କଣ
ସେଥିରେ ଗୌରବ ପଢିକି କହିଲେ ଆରେ ଗପଟା ତ ବଢିଆ ଲାଗିଲା, ତୁ କଣ କଥାରେ ଦେଇନୁ? ମୁଁ କହିଲି ସାର୍ ଏଟା ପୁରୁଣା ଗପଟେ, ମାନେ ପୁରୁଣା ନୁହଁ, ତାଙ୍କର ଥିଲା ଗୋଟେ ଯୋଉ କଣ ସ୍ମରଣୀୟ ଗପ, ସେଇଥିପାଇଁ ମୁଁ ଦେଇଥିଲି। ସେ କହିଥିଲେ ତ, ତେଣୁ ଏଇଟା ହଉଛି ତାର ପ୍ରେକ୍ଷାପଟ। ଗୋଟେ ଲାଷ୍ଟ क्वेश्चन अंशु इफ यू अलाउ। सो सर लास्ट क्वेश्चन कि अमरेश विश्वाल काहाकू पढ़िया पसंद करती, काहांटू प्रेरणा पाती? गोटे शब्दरे प्रकाश करंतु। ମୁଁ ବହୁତ ଲେଖକଙ୍କୁ ଆଉ ପଢେ, ସେମାନେ ଭଲ ପାଏ, ଆଉ ପ୍ରେରଣା ପାଇବା ପାଇଁ କାହାକୁ ଅପେକ୍ଷା Any କରିବା କଥା। specific name, not contemporary, any specific name of the previous era? ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ତରୁଣକାନ୍ତି ମିଶ୍ର, ଆମର ଚନ୍ଦ୍ରଶେଖର ରଥ, ମୁଁ ବହୁତ ବଢିଆ ବଢିଆ ମାନେ ଅଛି ଗପ। ସମସ୍ତଙ୍କର ଭଲ ନାହିଁ, କିନ୍ତୁ ବହୁତ ଗପ ଚମତ୍କାର ଗପ। ଆଉ ଏବେକାର ତ ଅଛି ପରେଶ ପଟ୍ଟନାୟକ, ଗୌରହରି ବାବୁ, ଆମର ଇଏ ବହୁତ ଅଛନ୍ତି, ମାନେ ଏବେକାର ପାୱାରଫୁଲ ଏବେ କ୍ଷୀରୋଦ ଭାଇଙ୍କର ଦ୍ୱିତୀୟ ପ୍ରଶ୍ନ। ହଁ, ମୋର ଦ୍ୱିତୀୟ ପ୍ରଶ୍ନ, ଦିଟା ପ୍ରଶ୍ନକୁ ମୁଁ ମିଶେଇକି ଏକାଥରେ ପଚାରିଦେବି। ପ୍ରଥମ କଥା ହେଲା, ସରସୀ ଗଳ୍ପକୁ ବାଦ ଦେଲେ ପ୍ରାୟ ଅନେକ ଗଳ୍ପରେ ନାୟକ ଯେତେବେଳେ ପ୍ରଥମ ପୁରୁଷରେ ଗପ ଲେଖୁଛନ୍ତି, ସେଥିରେ ସେ ନାୟକ ନୁହନ୍ତି, ପାର୍ଶ୍ୱ ନାୟକ, ମାନେ ଚରିତ୍ର ହିସାବରେ ଅଛନ୍ତି, କିନ୍ତୁ ଅନ୍ୟ ଜଣେ ନାୟକ ଜାଗାରେ ଅଛନ୍ତି। ତ ଗାଳ୍ପିକଟେ ଗଳ୍ପ ଆଜ୍ଞା, ତ ଗାଳ୍ପିକଟେ ଗଳ୍ପ ଲେଖିଲା ବେଳେ ଯେତେବେଳେ ସେ ନିଜକୁ ନାୟକ ନକରି ପାର୍ଶ୍ୱ ନାୟକରେ ଥାଇ ଆଉ ଜଣଙ୍କର କଥା କହେ, ସେତେବେଳେ ସେ କେତେ ସ୍ୱତନ୍ତ୍ର, ମାନେ ଅଧିକ ସ୍ୱତନ୍ତ୍ର ଥାଏ କି ଗପ ଲେଖିଲା ବେଳେ, ଆଉ ନିଜକୁ ନାୟକ କରିଦେଲେ ଟିକେ ତାର ପରିସର ସଂକୁଚିତ ହେଇଯାଏ କି? ଗୋଟିଏ କଥା। ଆଉ ବହୁତ ଗୋଟେ ବଢିଆ। ହଉଛି ପ୍ରତ୍ୟେକ ଗପର ଥିମ୍ ଅଲଗା ଅଲଗା, ପୁରା ସ୍କେଲିଟନ ହିଁ ଅଲଗା। କୌଣସି ଗଳ୍ପ ଏମିତି ନାହିଁ ଯେ ଏଇ ଗଳ୍ପଟିର ଛାୟାରେ ଆଉ ଗୋଟେ ଗପ ବି ଅଛି, ଆଉ ଗୋଟେ ଗପ ସେମିତି ନାହିଁ। ଯେତିକିଟା ଗପ ଅଛି ସବୁର କାହାଣୀ ଅଲଗା ସ୍ଥାନର, ଅଲଗା ଜାଗାର, ପୁରା ସମ୍ପୂର୍ଣ୍ଣ ଅଲଗା। ତ ଗାଳ୍ପିକଟେ ଲେଖିଲା ବେଳେ ତାକୁ କେତେ କଷ୍ଟ ହୁଏ ଯେ ପ୍ରତ୍ୟେକ କାହାଣୀରୁ ଅନ୍ୟ କାହାଣୀଟି ଅଲଗା କରିବା ପାଇଁ କେତେ ପରିଶ୍ରମ କରିବା ପାଇଁ ପଡେ ଗାଳ୍ପିକକୁ, ସେଟା ବି ସମସ୍ତେ ଟିକେ ଜାଣିବା ଦରକାର। ଭଲ କଥାଟା, ମୁଁ ଶେଷ ଆଡକୁ ଉତ୍ତରଟା ଆରମ୍ଭ କରୁଛି। ପ୍ରଥମ କଥାଟା ହଉଛି, ମୁଁ ମୋ ବ୍ୟକ୍ତିଗତ କଥା ଭାବେ, ମୁଁ ସମସ୍ତଙ୍କୁ ସେଟା ବି କହେ, ଗୋଟିଏ ଷ୍ଟାଇଲ, ଗୋଟିଏ କାହାଣୀ କିମ୍ବା ଗୋଟିଏ ଘଟଣାକ୍ରମ ଲେଖିଦେଲା ପରେ ମୋ ମତରେ ତାକୁ ଛାଡିଦବା କଥା, ଆଉ ସେଥିରେ ସେ ଧାରାରେ ଲେଖିବନି। ଏଇ ଧାରା, ଏଇଟା ଯଦି ହୁଏ ହବ, ଯଦିଓ କମ ଗପ ଆମକୁ ଲେଖି ହବ, କିନ୍ତୁ ଯଦି ଏଇଟା ଥାଏ ମାନଦଣ୍ଡ, ତାହେଲେ ମୁଁ ଗ୍ୟାରେଣ୍ଟି ମାରି କହୁଛି ଆପଣ ନୂଆ କଥା ଭାବିବେ। ଆମର କଣ ହଉଛି, ଯେହେତୁ ଆମେ କେବଳ, ବହୁତ ଲୋକ କେବଳ କାହାଣୀଟାକୁ ଗୁରୁତ୍ୱ ଦିଅନ୍ତି, କାହାଣୀ ସେ କେମିତି ଲେଖିଛି ଗୁରୁତ୍ୱ ଦିଅନ୍ତିନି, କିମ୍ବା କଣ କହିଛି ଗୁରୁତ୍ୱ ଦିଅନ୍ତି। ସିଏ ଗୋଟେ ସମାଜ ସଂସ୍କାର ମୂଳକ କାହାଣୀ ବଢିଆ ଅଛି, କିନ୍ତୁ ଆପଣ ସେ ସମାଜ ସଂସ୍କାର ମୂଳକ କାହାଣୀ ତାକୁ ପାଗେଇ ପଢି ପାରିବେନି। ମୋ କହିବା କଥା ହଉଛି, ସେଟା ଯୋଉ କାହା ପାଇଁ କଣ, କିନ୍ତୁ ମୁଁ କହେ ଯଦି ପଢି ପାରୁନି ସମାଜ ସଂସ୍କାର କେମିତି ହବ? 5 ପେଜର ଗପ ଯଦି ସେ ଗୋଟିଏ ପେଜରୁ ପଢିକି ଦ୍ୱିତୀୟ ପେଜକୁ ଯାଇପାରୁନି, ସେ ସମାଜ ସଂସ୍କାର ହବନି ନା। ତେଣୁ ଆମେ ଯଦି ସେଇଟା, ଆଉ ଗୋଟେ କଥା, ତାର ବଡ କାରଣ ହଉଛି ଯେ ଆପଣଙ୍କର ଚରିତ୍ର କଣ କହିଛ, କଣ କହିବାକୁ ଚାହିଁଛନ୍ତି। ଯଦି ଗୋଟେ ଘଟଣା ଗୋଟେ ଅନ୍ୟ ଗପଠୁ ଏଟା ଅଲଗା, ଚରିତ୍ର ଅଲଗା, ଘଟଣା ଅଲଗା, କାନଭାସ ଅଲଗା, ସବୁ ଅଲଗା, ତାହେଲେ ତାର ଭାଷା କେମିତି ଅଲଗା ହବ, ତା ଷ୍ଟାଇଲ କେମିତି ଅଲଗା ହବ ନାହିଁ। ଆପଣଙ୍କୁ ପ୍ରଥମେ ସେ ଚରିତ୍ରଟା କଣ, ଏବଂ ସେଟା ଯଦି ବୁଝିଛନ୍ତି, ଆମର ଯେମିତି ଟେଲିଭିଜନରେ ଆମେ ଭଏସ ଦେଲା ବେଳେ ଭଏସ ସମାନ, କିନ୍ତୁ ଷ୍ଟୋରି ଅଲଗା ଅଲଗା। ମୁଁ ସେଟା ବି ଆମ ପିଲାଙ୍କୁ କହେ, ଯଦି ପଲିଟିକାଲ ଷ୍ଟୋରି ଅଲଗା, ସ୍କ୍ରିପ୍ଟଟା ଅଲଗା, ତାର ଇଏ ଅଲଗା, ତାହେଲେ ଆପଣଙ୍କ ଭଏସଟା ସମାନ ଭଏସଟା ଅଲଗା ଅଲଗା, ଦ୍ୟାଟ୍ ଇଜ କଲ୍ଡ ମଡୁଲେସନ। ତେଣୁ ଗପର ମଡୁଲେସନ ହଉଛି ଇମ୍ପୋର୍ଟାଣ୍ଟ। ମଡୁଲେସନ ସେତେବେଳେ ଭଲ ହବ ଯେତେବେଳେ ଆପଣ କଣ ଲେଖିବେ, ଆଉ କୋଉ ଚରିତ୍ର ଉପରେ ଲେଖିବେ, କଣ କରିବେ, ଯେତେବେଳେ ଆପଣ ଫୋକସ୍ଡ, ଆଉ ଆପଣ ତାକୁ ହେଇଯିଛନ୍ତି। ଯଦି ଆପଣ ହେଲ୍ପ, ଆପଣଙ୍କୁ ଆଉ ଅସୁବିଧା ହବନି, ତା ଲାଙ୍ଗୁଏଜ ଆପଣଙ୍କୁ ପଳେଇ ଆସିବ। ବାକି ଯୋଉ କହିଲେ ଯେ ଜଣେ ଚରିତ୍ର ଲେଖିବା ପାଇଁ ଫାର୍ଷ୍ଟ ପର୍ସନ, ସେକେଣ୍ଡ ପର୍ସନ, ବାସ୍ତବରେ ଗପ ଲେଖିଲା ବେଳେ ମୁଁ ଅନୁଭବ କରିଛି, ମାନେ 3ଟି ଖଣ୍ଡେ ପ୍ରକାରର ଲେଖି ହୁଏ, 2-3ଟି ପ୍ରକାର, ଯୋଉଟା ବହୁତ ପ୍ରଚଳିତ। ଗୋଟେ ହଉଛି ନିଜେ ଫାର୍ଷ୍ଟ ପର୍ସନ, ମୁଁ ଲେଖୁଛି ଗପ, ମୁଁ ଅଛି ଚରିତ୍ର, ମତେ ସିଏ ଭେଟିଲା। ସେକେଣ୍ଡ ହଉଛି ମୁଁ ରଘୁ, ଦାମ, ଶାମ, ଆର କାହାଣୀ ଲେଖିବି, ମୁଁ ସେଠି ନଥିବି।
ତୃତୀୟ ହଉଛି ମୁଁ ରଘୁ ଦାମ ସାମଙ୍କ କାହାଣୀ ଲେଖିବି କିନ୍ତୁ ମୁଁ ବି ସେଥିରେ ଥିବି। ଏ ତିନୋଟି କାହାଣୀ ମୁଁ ଯେତେବେଳେ ଥିବି ଯଦିଓ ବହୁତ ପାୱାରଫୁଲ ହୁଏ କିନ୍ତୁ ସେଥିରେ ମୁଁ ହବାକୁ ବହୁତ ଲୋକ ଚାହାନ୍ତିନି, ବହୁତ ଲୋକ ଲୁଚି ରହିବାକୁ ଚାହାନ୍ତି। ଯଦି ଆପଣ ଲୁଚି ରହିବାକୁ ଚାହୁଁଛନ୍ତି ତାହେଲେ ସେଠି ଆଉ ମୁଁ କରିପାରିବେନି, ଗଳ୍ପ ଏତେ ଇଏ ହବନି। ଆଉ ରଘୁ ଦାମ ସାମରେ ଯଦି ଯିବେ ହବ, କିଛି ଅସୁବିଧା ନାହିଁ, କିନ୍ତୁ ଆପଣଙ୍କ ଇନଷ୍ଟିଙ୍ଗ ଟା କଣ ଆପଣ ବୁଝିବାକୁ ପଡିବ। ମୁଁ ସବୁବେଳେ ମୁଁ ଗୋଟେ କାହାଣୀ କହିବାକୁ ମତେ ଭଲ ଲାଗେ, ଯଦିଓ ମୁଁ ବି ଗୁଡାଏ ଲେଖିଛି ଇଏ ମନେକର ଝିଅ ପିଲାଟେ ହେଇଛି, ମୁଁ ତ ଆଉ ଝିଅ ପିଲା ହେଇପାରିବିନି, ତେଣୁ ମୁଁ ସେଠି ଚାହେଁ କିନ୍ତୁ ମୁଁ ସେଠି ରହିବି ପାରିବି ବେଳେ ବେଳେ, ସେ ଘଟଣାଟା ହେଇପାରିବ, ମାନେ ମୁଁ ହଉଛି ସେ ଝିଅର ଚିହ୍ନା ପରିଚୟ ହେଇପାରିବ। ତିନୋଟି ଜିନିଷ ଅଛି, ଆଉ ଗୋଟେ ତ ଅଛି ସୂତ୍ରଧର, ଆଉ ମାନେ ମୁଁ ଅଜା ଆଈ ଯେମିତି କାହାଣୀ କୁହନ୍ତି ସେମିତି କହିବା କଥା। ତେଣୁ ସବୁଠୁ ପାୱାରଫୁଲ ବାଟ ହଉଛି ନିଜେ କାହାଣୀଟା କହିବା, କିନ୍ତୁ ନିଜେ କାହାଣୀଟା କହିବା ପାଇଁ ଆପଣ ନିଜେ ଜାଣିବାକୁ ପଡିବ, କହିବାକୁ ପଡିବ, ଏବଂ ସେଥିପାଇଁ ଗୁଡାଏ ବହୁତ ଲୋକଙ୍କର ଆକ୍ରୋଶର ଶିକାର ହବାକୁ ପଡିବ। ଆଉ ଆପଣ ଲାଙ୍ଗୁଏଜ ଜାଣିବାକୁ ପଡିବ ବହୁତ ଜିନିଷ, ଆଉ ଯଦି ଚରିତ୍ର ନେଇକି ଲେଖିବେ ଯୋଉ ପ୍ରଶ୍ନ ଲାଙ୍ଗୁଏଜ ଆପଣ ସଂକ୍ଷିପ୍ତ ଉତ୍ତର ମାନେ ନିଜକୁ ଯେତେବେଳେ ପ୍ରଥମ ପୁରୁଷରେ ଜଣେ ନିଜେ ଗଳ୍ପ ନାୟକ ହେଲେ, ପାର୍ଶ୍ୱ ନାୟକ ନ ହୋଇ, ତାହେଲେ ଗଳ୍ପ ଲେଖିବାର ବର୍ଣ୍ଣନାରେ ଉପସ୍ଥାପନାରେ ଗୋଟେ ସଂକୁଚିତ ଇଏ ପଳେଇ ଆସେ କି, ସଂକୋଚ ଆସିଯାଏ କି, ଯେ ଏଇଟା ନାଇଁ ମୁଁ କେମିତି ଲେଖିବି। ସେ ସମୟରେ ଆପଣଙ୍କର ଇଏଟି କଣ ଦେଖନ୍ତୁ, ସବୁଠୁ ବଡ ଜିନିଷ ହଉଛି ଗପର ବହୁତ ସମୟରେ ଆମ କାହାଣୀ ଫ୍ଲପ ମାରିପାରେ, ଆଜ୍ଞା ତେଣୁ ଆପଣ ଗୋଟେ ଏଲିମେଣ୍ଟ ନେଇକି ଯୋଉମାନେ ଲେଖା ଲେଖି କରୁଛନ୍ତି ଗୋଟେ ଏଲିମେଣ୍ଟ ନେଇକି ଏଣ୍ଟାର ଇଏଟା ଯାତ୍ରା କରନ୍ତୁନି, ଦି ତିନିଟା ଏଲିମେଣ୍ଟ ଧରିକି ଚାଲନ୍ତୁ। କୋଉଥିରେ ଗୋଟେ ପାଠକ ଯଦି ଭଳିଗଲା, ଯଦି ଆଉ ଗୋଟେ ଫେଲୁଅର ହେଲା, ଆଉ ଗୋଟେ କୋଉଥିରେ ଭଳିଗଲା, ସେ ଚାଲିଯିବ ଶେଷ ପର୍ଯ୍ୟନ୍ତ। ଆମର ପ୍ରୋବ୍ଲେମ ହଉଛି ଆମେ ଗୋଟିଏ ଏଲିମେଣ୍ଟ ନେଇକି ଯାଉଛୁ, ଗୋଟିଏ ସ୍କୁଟର ଅଛି ସେଥିରେ ଯାଉଛୁ, ସ୍କୁଟର ଖରାପ ହେଲା ସରିଲା, ପ୍ଲାନ ବି ନାହିଁ। ତେଣୁ ପ୍ଲାନ ବି ପ୍ଲାନ ଇଏରେ ଦେଖନ୍ତୁ, ଗପ ସମସ୍ତେ କହିପାରନ୍ତି ଏମିତି କଣ ଗପ ଲେଖାଯାଏ, ଇମୋସନ, ମୁଁ ଗପକୁ ଗୋଟେ ଯୋଜନା ବୋଲି ଭାବେ। ପ୍ଲାନ, ଆପଣ କେମିତି ଗପ ଲେଖିଛନ୍ତି ପାଠକ ସେ ବିଷୟରେ ଜାଣନ୍ତି, ପାଠକ ଜାଣିଛି ସେ ଗପ ଲେଖିଛି। ତେଣୁ ଆପଣ କାହାଣୀ, ଭଲ କାହାଣୀ ନିଶ୍ଚୟ ଲେଖନ୍ତୁ, ଭଲ କାହାଣୀ ପାଇଲେ ବହୁତ ଲୋକଙ୍କ ପାଖରେ ବଢିଆ ବଢିଆ କାହାଣୀ ଅଛି। ସେକେଣ୍ଡ ଥିଙ୍ଗ ହଉଛି ଆପଣ ଷ୍ଟାଇଲ ମାରନ୍ତୁ, ବଢିଆ ଷ୍ଟାଇଲ ମାରିକି ଆପଣ ଲେଖନ୍ତୁ। ଥାର୍ଡ ଥିଙ୍ଗ ହଉଛି ଯେ ଆପଣଙ୍କର ଟୁଇଷ୍ଟ, ଆପଣଙ୍କର ବହୁତ ସମୟ ଦେଖିବେ ଲୋକ ବାହାରି ପାରେନି, ଗୋଟେ ଘଟଣାରୁ ଆଉ ଗୋଟେ ଘଟଣାକୁ ଯିବା ପାଇଁ ଗପରେ ଆସିଯାଏ, ଆପଣ କେମିତି ସେ ଯୋଉ ଡେଇଁବାଟା ଡେଇଁକି ପଳେଇ ଯାଇପାରିବେ ସେଇଟା ଦରକାର। ଆଉ ଚଟୁଳ ଭାଷାର ବ୍ୟବହାର ଯଦି କରିଥିବେ, ଆପଣ ସିଚୁଏସନ ଟାକୁ ଚଟୁଳ କରିକି ପଳେଇବେ, ତାହେଲେ ଏଥିରେ ଗୁଡାଏ ଆଡଜଷ୍ଟ ହେଇଯାଏ, ଥଟା ମଜାରେ ପଳେଇକି ଆପଣ ପଳେଇକି କାହାଣୀଟା କହିଦେବେ। ଆମର ଏଠି କଣ ହଉଛି ବହୁତ ସିରିୟସ, ଗପ ଆରମ୍ଭ ହବ ଗୋଟେ ଅତ୍ୟଧିକ ଗରମ ପରିବେଶ, ଗରମ ପରିବେଶ ହେଲେ ଆଉ ଗପ ଦେଖିବେ ବହୁତ ମାନେ ସୁନ୍ଦର, ପ୍ରଥମ ପ୍ରଥମ ପାରାଗ୍ରାଫରୁ ଯେମିତି ପାଠକ ଟାଣି ହେଇକି ରହିବେ, ସେ ଉଦ୍ଦେଶ୍ୟ ନେଇକି ଆରମ୍ଭ କରାଯିବ। ସେ ରାଇଟ ଅଂଶୁ ମୋର ରାଇଟ। ପ୍ରଶ୍ନଟେ ଅଛି। ଯୋଉ ବିଶ୍ୱ କଥାଟି କହିଲେ ଯେ ଆପଣଙ୍କର ଗପ ପଢିଲେ ସେଟା ଆପଣଙ୍କ କଥା ଭଳି ଲାଗେ, ତାର କାରଣ ବୋଧ ହୁଏ ମତେ ଲାଗେ ଯେ ଆପଣଙ୍କର ଗଳ୍ପରେ ଯେତେବେଳେ ଆପଣ ମୁଁ ବୋଲି ବ୍ୟବହାର କରିକି ଲେଖନ୍ତି, ସେ ମୁଁଟିର ବୟସ ଆଉ ଅମରେଶ ବିଶ୍ୱାଳଙ୍କ ବୟସ ପାଖାପାଖି ସମାନ। ହଁ, ଆଉ ଆପଣଙ୍କ ମୁଁ ଦ୍ଵାରା ମାନେ ଆପଣ ବିଶ୍ୱାସ କରେଇ ଦିଅନ୍ତି ଯେ ଆପଣ ହିଁ ସେ ମୁଁ। ବହୁତ ସମୟରେ ତ ସେମିତି ଲାଗେ, ଏଇ ଏବେ ବି ତ ଯୋଉ ଭାଇ କଥାରେ ବାହାରିଥିଲା ସଂକଳନରେ ସେୟା ହିଁ ହେଇଥିଲା। ମୁଁ ଲେଖିଲେ କଣ ଗପଟା ପାୱାରଫୁଲ ହେଇଯାଏ କି? ମୁଁରେ ଲେଖିଲେ ମୁଁରେ ଲେଖିଲେ ଦେଖନ୍ତୁ, ମୁଁ ଯେତେବେଳେ ଜଣେ ଅତିଥି କହିଲେ ଚାଲ ଯିବା ଗାଡି କର, ମୁଁ ସେଠୁ କଣ କହିଲି, ସେ କହିଲେ ଏତିକି ସମୟ ଯିବା ଏତିକି ସମୟରେ ଆସିବା। ମୁଁ ଦେଖିଲି, ମୁଁ ଗାଡି ସବୁ ଠିକ କଲି, ତାପରେ ଭାବିଲି ଯେତିକି ସମୟ ନ ଆସିପାରିବି ଲୋକଟା ଅସୁବିଧା ପଡିବ, ସେ ରାଜଭବନରେ କାମ ଅଛି। ତେଣୁ ମୁଁ ମୋ ଉପରେ ମୋର ଭରସା ଅଛି। ମତେ କହିଲେ ତମେ କଣ ନିଜେ ନେଇକି ଯିବ, ମୁଁ କହିଲି ସାର୍ ଗାଡି ମନା କରିଦେଲେ, ମୁଁ ଆଜି ଡ୍ରାଇଭର। ନା କେମିତି ଯିବ, ମୁଁ କହିଲି ମୁଁ ଯାଇକି ଆସିବି, ମୁଁ ତାକୁ ନେଲି ଏବଂ ସାର୍ ଠିକ 12:30ରେ କାମ ସାରିଲି, ଆଣିକି ଏଠି 1:30ରେ ପହଞ୍ଚେଇଲି। ମୋର କାରଣ ମୋ ଉପରେ ମୋର ଭରସା ଅଛି। ଦେଖନ୍ତୁ, ଆପଣ ଯଦି ଆପଣଙ୍କ ଲାଙ୍ଗୁଏଜ, ଆପଣ ଯଦି ସବୁଆଡେ ପଶି ଯାଇପାରିବେ, ତାପରେ ନିର୍ଭର କରେ, ଜରୁରୀ ନୁହଁ। ଆପଣ ଯଦି ସେ ଚରିତ୍ର ସବୁ ଜାଗାରେ ପହଞ୍ଚି ପାରୁଛି, ସବୁ ସେମିତି ତ ନେବେ ନା, କାହାଣୀଟା କଣ, ତାପରେ ସେ ଚରିତ୍ରଟା ଯଦି ସବୁ ଜାଗାରେ ନାହିଁ, ସେ ତା ପଛପଟ କଥାଟା କହି ଦେଖିବ କେମିତି, ଆଉ କାହା ମାଧ୍ୟମରେ କହିବ। ବିଭୂତି ପଟ୍ଟନାୟକର ଉପନ୍ୟାସରେ ସେମିତି ଅଛି, ମୋର ବିଧବା ବି ସେଇଆ ଅଛି। ଗୋଟେ କାହାଣୀ ହିରୋ କହୁଛି ଗୋଟେ ଅଧ୍ୟାୟ, ଆଉ ଗୋଟେ ଅଧ୍ୟାୟ ହିରୋଇନ ତା ଦୃଷ୍ଟିକୋଣରୁ କହୁଛି। ଇଏ ଯାହା ଯାହା ଭାବିଥିବ ସେଇଠି, ସେ ଗୋଟିଏ ଜାଗାରେ ଦି ଜଣ ଥିବେ, ଇଏ ଯାହା ଯାହା ଭାବିଥିବ ତା ବିଷୟରେ ଗୋଟେ ଅଧ୍ୟାୟରେ କହିଦେଲା, ସେଇ ସମାନ ପ୍ଲେସ, ସେଇ ସମାନ ଇଏ, ସେ ଆଉ ଗୋଟେ ଅଧ୍ୟାୟରେ ସିଏ ତା ବିଷୟରେ ଭାବିବ।
ସେଇ ସମାନ ରେଷ୍ଟୁରାଣ୍ଟ ସମାନ ଇଏ। ଏଟା ଗୋଟେ କୌଶଳ। ଆପଣ ଦେଖନ୍ତୁ ପାଠକ ବୁଝିବା ଦରକାର। କିଛି ନାହିଁ। ଅମରେଶକୁ ମୁଁ ଗୋଟେ ଅଂଶୁ ପ୍ରଶ୍ନ ପଚାରି ପାରିବି କି? ଆଜ୍ଞା ଆଜ୍ଞା ସମସ୍ତେ ପଚାରି ପାରିବେ ପଚାରନ୍ତୁ। ହଁ ମୌସୁମୀ ବାପା ପଚାରିବେ ଟିକେ, ଏବେ ସ୍ୱରୂପଙ୍କର ଗୋଟେ ପ୍ରଶ୍ନ ବାକି ଅଛି। ସ୍ୱରୂପ ପଚାରି ସାରନ୍ତୁ, ତାପରେ ଯୋଉମାନେ ହ୍ୟାଣ୍ଡ ରାଇଜ କରିଛନ୍ତି ପଚାରିବେ। ଦେଖନ୍ତୁ ପରୀକ୍ଷାର ଗୋଟେ ଇଏ ଯେତେବେଳେ ଥାଏ ଆପଣଙ୍କର ଆଜିକାଲି ହେଇଗଲାଣି ସମ୍ପୂର୍ଣ୍ଣ ବୁକଲେଟ୍, ତେଣୁ 200ଟି ଶବ୍ଦ ମଧ୍ୟରେ ଉତ୍ତର ଦେବେ। ଆପଣ 200 ଶବ୍ଦର ଉତ୍ତର ଦେଲେ ଆପଣ ମାର୍କ କଟିବ। ଠିକ ଅଛି। ଆମେ ଆଉ ଟିକେ ସଂକ୍ଷିପ୍ତ ହେଇଯିବା। ଆଉ ସଂକ୍ଷିପ୍ତ ପ୍ରଶ୍ନ ଅନ୍ତର୍ଗତ ସମସ୍ତଙ୍କୁ, ଯେମିତିକି ଆମେ ମୁଁ ଏଇ ଭୁଲରେ କହିଦେଲି ତାକି କହିଦେଲି, କ୍ଷମା ଚାହୁଁଛି ସେ ମୁଁ ସମସ୍ତଙ୍କୁ ସହଜ ଓଡିଆରେ ତାକି କେମିତି କହିଥିଲି ତାପରେ ଏମିତି ହେବି। ଟିକେ ଆଗରୁ ବିଶ୍ୱ ଭାଇ କହିଲେ ଯେ ଅମରେଶ ବିଶ୍ୱଙ୍କ ଗପ ପଢିଲା ବେଳେ ଲାଗେ ଯେ ସେ ଗପରେ ଅମରେଶ ବିଶ୍ୱ ନିଜେ ଥାଆନ୍ତି, ମାନେ ଚରିତ୍ରରେ ସେ ନିଜେ ବୋଲି ଥାଆନ୍ତି। ତ ମୁଁ ପ୍ରଶ୍ନ ଏଠି ଗାଳ୍ପିକଙ୍କୁ ନୁହଁ, ମୋ ସିଧାସଳଖ ପ୍ରଶ୍ନ ହଉଛି ଅମରେଶ ବିଶ୍ୱଙ୍କୁ। ତାଙ୍କର ଗୋଟେ ଗପ ଏକ୍ସଚେଞ୍ଜ ବହିର, ତା ପ୍ରଥମ ଧାଡି ହଉଛି ଯିଏ ପ୍ରେମକୁ କାଚ ଗ୍ଲାସ ପରି ଭାଙ୍ଗି ଦିଏ ସେ ପ୍ରେମିକା, ଆଉ ଯିଏ ନିଜକୁ ଜାରି ଭାଙ୍ଗି ଯାଇଥିବା ଗ୍ଲାସକୁ ଯୋଡି ଦିଏ ସେ ପ୍ରେମିକାର ବଡ ଭଉଣୀ। ତା ପଦ ଧାଡିରେ ସେଗୁଡାକ ସବୁ ବେକାରିଆ କଥା କହିଦେଇଛନ୍ତି। ତାଙ୍କର ଗୋଟେ ବହି ଅଛି, ତାର ନାଁ ହଉଛି ପ୍ରେମିକାର ସାନ ଭଉଣୀ, ଏଠି ପୁଣି ପ୍ରେମିକାର ବଡ ଭଉଣୀ। ତ ବାରମ୍ବାର ପ୍ରେମିକାର ଭଉଣୀ ମାନେ ଆଚ୍ଛନ୍ନ କରି ରଖିଛନ୍ତି ଯେ ଅମରେଶ ବିଶ୍ୱଙ୍କୁ। ପ୍ରେମିକା ଯଦି ପ୍ରେମିକାର ଭଉଣୀ ମାନେ ଯଦି ତାଙ୍କୁ ଆଚ୍ଛନ୍ନ ନ କରିବେ, ତାହେଲେ ପ୍ରେମିକା ସହ ପ୍ରେମଟା ଠିକ ହବନି। ଏଇଟା ମନେ ରଖିଥା। ଆପଣ ବଡ ଭଉଣୀ ହଉ କି ସାନ ଭଉଣୀ ହଉ, ଆପଣ ସବୁବେଳେ ପ୍ରେମିକାର ଧନ ହବା ପାଇଁ ଗୋଟେ ପ୍ରେମିକା ସହ ପ୍ରେମଟି ଘନ ହବା ପାଇଁ ଗୋଟେ ବ୍ୟାକଗ୍ରାଉଣ୍ଡ ଦରକାର, ଗୋଟେ ଉଜ୍ଜଳ ବ୍ୟାକଗ୍ରାଉଣ୍ଡ ଟା ଦରକାର। ଗୋଟେ ତ ଏମିତି ଲାଗେନି ଭଉଣୀ ମାନଙ୍କ ଭିତରେ ପ୍ରେମକୁ ବାରମ୍ବାର ଭାଙ୍ଗିବାକୁ ପଡେ, କି ପ୍ରେମଟା ଭାଗ ହେଇଯାଏ? ସ୍ୱରୂପ ସେଇଟା ତ ଗୋଟେ କଳା, ସେଇଠି କଳା କିଛି ହବନି। ଶୁଣନ୍ତୁ, ଆପଣ ପ୍ରଥମ ହଉଛି ଆମର ପ୍ରେମ କଲା ବେଳେ ଆପଣଙ୍କର ଉଦ୍ଦେଶ୍ୟ ଏବଂ ଆପଣଙ୍କର ଆଗ୍ରହ ଉପରେ ନିର୍ଭର କରେ ପ୍ରେମ। ପ୍ରେମ କିଛି ମାନେ ଗୋଟେ ବହୁତ ଏକ୍ସଟ୍ରିମ ଫ୍ରେଣ୍ଡସିପ, ଆଉ କିଛି ନୁହଁ। ଆମେ କଣ କରୁଛୁ, ପ୍ରେମଟା ବହୁତ ଅଲଗା ବାଗରେ ମନରେ ରହୁଛି ବୋଲି ସେଥିପାଇଁ ଅସୁବିଧା ହଉଛି। ଆପଣ ଯେତେବେଳେ ପ୍ରେମ ଟିକି ନେଇଯାଆନ୍ତୁ ଯେ ମୋର ଦ୍ୟାନ ଏ ଫ୍ରେଣ୍ଡସିପ, ଗୋଟେ ସବୁ ବନ୍ଧୁ ମାନଙ୍କ ସହ ଆପଣ ମଦ ପିଇ ପାରିବେନି, ସବୁ ବନ୍ଧୁ ମାନଙ୍କ ସହ ଆପଣ ସିନେମା ଦେଖିପାରିବେନି, ସବୁ ବନ୍ଧୁଙ୍କ ସହ କବିତା ଆଲୋଚନା କରିପାରିବେନି, ଅଲଗା ଅଲଗା ଅଛି। କିନ୍ତୁ ସିଏ ଗୋଟେ ଇଏ ଯାହା ସହିତ ଆପଣ ସବୁ କଥା ସେୟାର କରିପାରିବେ। ଦିସ୍ ଇଜ ହଉଛି ଯୋଉଟା କି ଆପଣ ମନେ କରନ୍ତୁ ଗୋଟେ ଲୁଜ ଷ୍ଟକ୍ କରିବାକୁ ଚାହିଁବେ, ଗୋଟେ ଖରାପ କଥା ଆମର ଏମିତି କହିବେ, ଆପଣ ସେଟା ସମସ୍ତଙ୍କ ଆଗରେ କହିପାରିବେନି। କିନ୍ତୁ ଆପଣ ଗୋଟେ ପ୍ରେମଟା ସେଇ ଲେବୁଲରେ ଦି ଜଣଙ୍କର ଫ୍ରେଣ୍ଡସିପ ଟା ଅଛି, ଗୋଟେ କହିଦେଲେ ପରସ୍ପର ଭିତରେ ସେଇ ଯୋଉ କଣ କହିଲେ ଯୋଉ ବାଲାନ୍ସ ଟା ରହେ। ମୁଁ ଯେମିତି ସେ ସେମିତି ଗ୍ରହଣ କରେ, ସେ ଯେମିତି ମୁଁ ତାକୁ ସେମିତି ଗ୍ରହଣ କରେ। ଆଉ ବାକି ରହିଲା ପ୍ରେମିକାର ସାନ ଭଉଣୀ ଆଉ ବଡ ଭଉଣୀ, ଏମାନେ ହଉଛନ୍ତି ପ୍ରକୃତରେ କଣ କହିଲେ ଆପଣଙ୍କ ଯୋଉ ପ୍ରେମିକା ଉଜ୍ଜଳ ହବା ପାଇଁ ଏମାନେ ଗୋଟେ ବ୍ୟାକଗ୍ରାଉଣ୍ଡ। ଆପଣ ଯଦି ଉଦାହରଣ ଅଲଗା ଗୋଟେ ଉଦାହରଣ ନଦେବେ, ଯେମିତି କାହାଣୀ ବ୍ୟାକଗ୍ରାଉଣ୍ଡ କରିବା ପାଇଁ, ସେମିତି ଆଉ ଗୋଟେ ଅନ୍ଧାର ଦେଖିବା ପାଇଁ ଆଲୁଅ ଟିକେ ମାରିବାକୁ ପଡୁଛି, ସେମିତି। ଧନ୍ୟବାଦ ଭାଇ। ବର୍ତ୍ତମାନ ସୁମିତ ଭାଇଙ୍କର ଗୋଟେ ପ୍ରଶ୍ନ ଥିଲା, ଯଦି ସୁମିତ ଭାଇ ପଚାରେ ତାପରେ ମୌସୁମୀ ଅପା। ଭାଇ ଜୁହାର, ମୋର ଗୋଟେ ପ୍ରଶ୍ନ ଆପଣଙ୍କୁ, କି ଯଦି ଆପଣଙ୍କର କୌଣସି ଏକ ଗପ ସିନେମା ହୁଏ, ତାହେଲେ ଆପଣ ବେଶୀ ଖୁସି ହେବେ ନା 20 ବର୍ଷ ପରେ ଗୋଟେ ବୁଢା ତା ନାତିକୁ ଆପଣଙ୍କ ଗପ କହୁଥିବ, ସେଥିରେ ଆପଣ ଖୁସି ହେବେ? ଯଦିଓ ମୁଁ ଜାଣେ କି 20 ବର୍ଷ ପରେ କୋଉ ବୁଢୀ ମା ଆପଣ ମାନେ ସେ ଗପକୁ କହିବ ଆଉ ନାତି ଶୁଣୁଥିବ, ସେ ପରିସ୍ଥିତି ନଥିବ। ତ ମୁଁ କହିବାର ଉଦ୍ଦେଶ୍ୟ କି ଯଦି ସିନେମା ଯେତେବେଳେ ଆପଣଙ୍କ କାହାଣୀ ହଉଛି, ସେତେବେଳେ ହୁଏତ ଆପଣଙ୍କ କାହାଣୀରେ ଅଧିକ ପାଉଡର ଲେସିକି ଆପଣଙ୍କ ଗପରେ ଆଉ ଟିକେ ଅତିରଞ୍ଜିତ କରିକି ସେମାନେ ଦେଖେଇ ପାରନ୍ତି। ଆଉ ଗପ ଯେତେବେଳେ ମାଟେ କହୁଛି କି ବୁଢୀ ମାଟେ କହୁଛି, ସେ ଖାଲି ଆପଣଙ୍କର ଅନ୍ତଃସ୍ୱରଟାକୁ ନେଇକି କହୁଥିବ। ତ ଆପଣ କେମିତି ଚାହାନ୍ତି ଆପଣଙ୍କ ଗପକୁ ମନେ ରଖିବା ପାଇଁ, ଆଗାମୀ ପିଢି କି ଏଇ ପିଢି, କେମିତି ଆପଣ ଚାହାନ୍ତି ସେଇ ଜିନିଷ? ମୋର ଲୋଭ ତ ମୋର ନିଶ୍ଚୟ ଉଭୟ ଉପରେ ରହିଛି। ଏଥିରେ ବି ଲୋଭ ଅଛି, ସେଥିରେ ବି ଲୋଭ ଅଛି। ମୁଁ ଚାହେଁ ଯେ ଜଣେ କାହାଣୀ, ବାସ୍ତବରେ ଆମେ ସେଇ କାହାଣୀ ଜହ୍ନ ମାମୁଁ ମୁଁ ଯେମିତି
ପଢି ଆମ ଗାଳ୍ପିକ ମାନଙ୍କ ପାଖରେ ନାହିଁ କିମ୍ବା ସେଇଟା ନାହିଁ ବୋଲି ମନେ କରନ୍ତୁ ମୁଁ ଏବେ ଗୋଟେ ଗପ ଲେଖିବି ଆମ ଗ୍ରାମର ନାମ ରାଛିପୁର, ଏହା ଅମକ ନିକଟରେ ଅବସ୍ଥିତ, ଏଇଭଳିଆ ହବ କି? ବର୍ତ୍ତମାନ ଯାହା ଥିଲା ଜନମରେ, କିନ୍ତୁ ସେଇ ଷ୍ଟାଇଲରେ ଗୋଟେ କାହାଣୀ ଲେଖିବା ଏବଂ ଲେଖିକି ସାଧାରଣ ଲୋକ ଆପଣ କୌଣସି ବିନା ଉପକ୍ରମିକାରେ ଲେଖିବେ ଯେମିତି ସେମାନେ କେହି ମୁଁ ଭାବେ ସିନେମା ହଉ କି କାହାଣୀ ହଉ ଯେମିତି ହଉ ମୁଁ ତ ନିଶ୍ଚୟ ଉଭୟରେ ମନେ ରଖିବାକୁ ଚାହିଁବି, ସମସ୍ତେ ମନେ ରଖନ୍ତୁ। କିନ୍ତୁ ଆମର ପ୍ରୋବ୍ଲେମ ହଉଛି ଆମେ ଗପ ଲେଖିବାରେ ଏତେ ଷ୍ଟାଇଲିଶ ହେଇଯାଉଛୁ, ଦୁର୍ବୋଧ୍ୟ କରିଦଉଛୁ ଗପକୁ, ସେ କଥା ଆମେ ଆଦୌ ଭାବୁନାହାନ୍ତି। ମୁଁ ଦେଖିଛି ଓଡିଆ ସାହିତ୍ୟରେ କିଛି ଧାରା, ଯୋଉ ଧାରା ପରବର୍ତ୍ତୀ ସମୟରେ ସେମାନେ ଅତି ସୁସ୍ଥ ଥିଲେ, ଅତି ସରଳ ଥିଲେ, ପରେ କଷ୍ଟକର ହେଇଯାଇଛନ୍ତି। କିଏ ଗୋଟେ ବହୁତ କଷ୍ଟକର, ତାର ଛାତ୍ରଟି ତାକୁ ସରଳ କରିକି ଯେମିତି ବିବେକାନନ୍ଦଙ୍କର ରାମକୃଷ୍ଣ ପରମହଂସ କଣ କହୁଥିଲେ? ରାମକୃଷ୍ଣ ପରମହଂସ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କୁ ଉପଲବ୍ଧି କରିଛନ୍ତି, କିନ୍ତୁ ସେ କଣ କହୁଥିଲେ କେହି ବୁଝିପାରୁନଥିଲେ। ବିବେକାନନ୍ଦ ତାକୁ ସରଳ କରିକି, ସେଇ ଜ୍ଞାନଟାକୁ ସରଳ କରିକି ଆଣିକି ସମାଜର କଲ୍ୟାଣରେ ଲଗେଇଲା। ଏକ୍ଜାକ୍ଟଲି ଆମର ବର୍ତ୍ତମାନ ଦରକାର ଯେ ମୁଁ ମୋ କବିତା ବହି ଦେଇଦେବି, ଆମର ଟିଚର୍ସ ଡେ, ପୁଅର ଟିଚର୍ସ ଡେ, କବିତା ବହି ଦେଇଦେଲା। ଆରେ କବିତା ସିଏ ମାଷ୍ଟରାଣୀ ବୁଝିବ, ମାଷ୍ଟରାଣୀ ବୁଝି ପାରୁନାହାନ୍ତି, ମୁଁ କହିଲି ସେ କବିତା ବହି ଦବନି, ସେ ସବୁ ଦୁର୍ବୋଧ୍ୟ କଥା। ତାଙ୍କୁ କାହାଣୀଟିଏ ଦବ, ଯୋଉ କାହାଣୀଟେ ପଢିଲେ ସେ କିଛି କେବେ ଜୀବନରେ ପଢିନଥିବ, କିନ୍ତୁ ତାର ମନେ ରହିଯିବ। ଏଇ ଷ୍ଟାଇଲ, ଅନ୍ତତଃ ଷ୍ଟାଇଲ ସେତିକିରେ ସୀମିତ ରହିବା ଦରକାର। ଆମେ କଣ କରୁଛୁ, ବହୁତ ଷ୍ଟାଇଲିଷ୍ଟ ହେଇଯାଇକି ଗୋଟେ ଗ୍ରୁପର ଗୋଟେ ଲେବୁଲରେ ରହିଯାଉଛୁ, ଯାହା ଫଳରେ ସେଇଟା ଅସୁବିଧା। ଆଉ ମୁଁ ତ ନିଶ୍ଚୟ ସୁମିତ, ମୁଁ ଚାହିଁବି, କିଏ ଚାହେଁନି ବୁଢୀମା ଗପରେ ମୋ କାହାଣୀ ରହୁ ବୋଲି। ସିନେମା ତ ନିଶ୍ଚୟ ରହିଲେ, ସିନେମା ବି କାଳ କାଳକୁ ନିଶ୍ଚୟ ରହିବ। ସେଇଟା ଗୋଟେ ଭଲ ଜିନିଷ, ଭଲ କଥାଟା କହିଲ। ବହୁତ ବହୁତ ଧନ୍ୟବାଦ। ମୋଟାମୋଟି ଗପ ସିନେମାରେ ଆସୁ ନହେଲେ ବୁଢୀମା କହୁ, କିନ୍ତୁ ଆପଣଙ୍କ ଗଳ୍ପ କାଳଜୟୀ ହଉ, ଅମର ହଉ, ଏତିକି ଆମେ ନିହାତି ମୋ କହିବାର ପ୍ରଶ୍ନର ଉତ୍ତର ସେଇଆ ହିଁ ଆଶା କରିଥିଲି ଭାଇଙ୍କୁ। ଧନ୍ୟବାଦ। ମୌସୁମୀ ଅପାଙ୍କର ପ୍ରଶ୍ନ। ଅପା। ହଁ, ଅମରେଶ ଆପଣ ଜଣେ ସାମ୍ବାଦିକ ବି, ତ ଆପଣଙ୍କ ଗଳ୍ପରେ ସାମ୍ବାଦିକତାର ଛପ କେତେ ରହିଛି? ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ, କାହାଣୀରେ ପୃଷ୍ଠଭୂମିକୁ ସଶକ୍ତ ଭାବେ ଉପସ୍ଥାପନ କରିବା କେତେ ଜରୁରୀ? ପ୍ରଥମ କଥା ହଉଛି ସାମ୍ବାଦିକତା ମୋର ରହିବ, କାହିଁକିନା ମୁଁ ସାମ୍ବାଦିକ ନା। ସେକେଣ୍ଡ ଥିଙ୍ଗ ହଉଛି ମୋର ଉଭୟ ଉଦ୍ଦେଶ୍ୟ, ଯେ ସାମ୍ବାଦିକତାର ଗୋଟେ କାହାଣୀ ଧର୍ମୀ ସମ୍ବାଦ ପରିବେଶ, ଆଉ କାହାଣୀରେ ସମ୍ବାଦ ଧର୍ମୀ ଇଏ ପରିବେଶ, ମୁଁ ସେ ଜିନିଷଟା। କିନ୍ତୁ ମୁଁ ଆଜୀବନ ସେ କାହାଣୀରୁ ଦୂରେଇ ରହିବା ପାଇଁ ହିଁ ମୁଁ, ମୋ ପାଖରେ ଭର୍ତ୍ତି ଅଛି ପ୍ଲଟ। ସେ ଯୋଉ ମଧ୍ୟବିତ୍ତ ସ୍ପେଶାଲ ରିପୋର୍ଟ ଏସବୁ ଲେଖି ସାରିଲା ପରେ ମୁଁ ଚାହିଁଲି ସେ ଛବି ମୋର ମୋ ଭାଙ୍ଗି ଦେବା ପାଇଁ, କାହିଁକିନା ମୁଁ ବହୁତ ଲୋକ ଚାହିଁଲେ ୟାର କାମ ହଉଛି ଏଇଭଳିଆ ନ୍ୟୁଜରୁ ଆଣିକି ଲେଖିବା। ମୁଁ ବହୁତ ଚେଷ୍ଟା କରେ ଯେ ନ୍ୟୁଜଟା କେମିତି ମୋ କାହାଣୀରେ କାହାଣୀ ଥାଉ, ନ୍ୟୁଜ ନଥାଉ, ନ୍ୟୁଜ ନ ଲାଗୁ। ସେକେଣ୍ଡ ଥିଙ୍ଗ ହଉଛି, ତେଣୁ ସେଟା ବହୁତ ଜରୁରୀ। କିନ୍ତୁ ନ୍ୟୁଜରେ ଅଛି ମାନେ ପ୍ରଚୁର ସମ୍ଭାବନା ଅଛି, ପ୍ରଚୁର କାହାଣୀ ଅଛି। ଆମେ ତ ପଛକର ଦେଖିପାରୁଛୁ ବହୁତ ଜିନିଷ ଘଟଣାର, ତେଣୁ ଆମ ପାଖରେ ସେ ସବୁ ଘଟଣା ଅଛି ଯୋଉଟାକୁ ଆମେ କାହାଣୀ କରିପାରିବୁ। କିନ୍ତୁ ତା ଦୂରେଇ ରହିବାକୁ ପଡିବ, ଯୋଉଟା ତମେ କହିଲ ମତେ ଭଲ କଥାଟେ, ଯେ ମତେ ଆମକୁ ସଚେତନ ରହିବାକୁ ପଡୁଛି ଯେମିତି କାହାଣୀରେ ସେ ଜିନିଷ ନ ଆସେ। ସେକେଣ୍ଡ ହଉଛି ଯୋଉଟା କହିଲ ଯେ ପୃଷ୍ଠଭୂମିର ଉପସ୍ଥାପନା କରିବାଟା କେତେ ଜରୁରୀ? ପୃଷ୍ଠଭୂମି ବହୁତ ଜରୁରୀ। ମୁଁ କହେ ଦେଖନ୍ତୁ, ଏଇ କିଛି କେବଳ ତାଙ୍କର ନୁହଁ, ମୁଁ ବିଶ୍ଵ ଗୋଟେ ଲେଖିଥିଲେ, ଅନ୍ୟମାନଙ୍କର ଲେଖିଥିଲେ, କୋଉଠି ତଫାତ ନାହିଁ, ସେମିତି କିଛି ବଡ ତଫାତ ନାହିଁ। 4ଟା ଲାଇନରେ ମୁଁ କହୁଛି ଯେ ଆପଣଙ୍କର ସ୍ଥାନ ବଦଳିଯିବ। କାହିଁକି ଆପଣ ଯୋଉ ଘରେ ଅଛନ୍ତି ସେଠି ବୈଠକ ଘର, ସେଠି ଫଟୋଟେ ଲାଗିଥିବ, ମହାତ୍ମା ଗାନ୍ଧୀଙ୍କର ଫୁଲଟେ ଥୁଆ ହେଇଥିବ, ଚା କପଟେ ଥୁଆ ହେଇଥିବ। ଏଇ ଯୋଉ କଣ କହିଲେ, ଆପଣ ସେ ପୃଷ୍ଠଭୂମିଟା ନ ବଦଳିଲେ ଆପଣ ଗପଟା ସମାନ ଲାଗିବ। ଆଉ ଲାଗିବ ଯେମିତି ଗୋଟିଏ ଜାଗାରେ ଠିଆ ହେଇକି ଆପଣ ଖାଲି କାହାଣୀଟା କହୁଛନ୍ତି, ଲୋକ ଯେ ପାଠକ ବୋର ହେଇଯିବ। ସବୁବେଳେ ପୃଷ୍ଠଭୂମିଟା ହିଁ ଗୋଟେ ସାମ୍ନାରେ ଠିଆ ହେଇଥିବା, ପଛରେ କରିଥିବା ପୃଷ୍ଠଭୂମି, ସାମ୍ନାରେ ଠିଆ ହେଇଥିବା ଚରିତ୍ରଟା କେମିତି ଦୁଶିବ ସେ ତା ଉପରେ ନିର୍ଭର କରେ। ଆପଣ ଯଦି ପୃଷ୍ଠଭୂମିଟାକୁ ବଡ କରିଦେବେ, ତାହେଲେ ଚରିତ୍ର ଲୁଚିଯିବ, ଚରିତ୍ର ଆଉ ଗୌଣ ହେଇଯିବ। ତେଣୁ ପୃଷ୍ଠଭୂମି ବାଲାନ୍ସ କରିବାକୁ, ମୁଁ ଦେଖିଛି ବହୁତ ଜାଗା ପୃଷ୍ଠଭୂମି ଏତେ ବଡ ହେଇଯାଉଛି
ହେଇଯାଇଛି ଯେ ସେ କାହାଣୀ ଯିଏ କହୁଛି ଚରିତ୍ର ସେ ବୁଡିଗଲା, ସେ ଆଉ ଦୁଶୁନି, ତାର ଗୁରୁତ୍ୱ ହରେଇ ସାରିଲାଣି। ତେଣୁ ଆମକୁ ପାର୍ଶ୍ୱ ଘଟଣା ଗୁଡିକର ମଧ୍ୟ ସେମିତି ହବା ଉଚିତ, ଯେମିତି ଟଚ୍ କରି କରି ପଳେଇବେ, ନହେଲେ ଚରିତ୍ର ଆଉ ଯୋଉ ଚରିତ୍ର କହିବାକୁ ପାଉଥିବା ହିରୋ ଆଉ ହିରୋ କହିବାକୁ ଯାଉଥିବା କଥାଟା ବୁଡି ମାନେ ଚରିତ୍ର ଉପଯୋଗୀ ପୃଷ୍ଠଭୂମିଟିଏ ତିଆରି କରିବା ବି ଗୋଟେ ଗଳ୍ପର ବଳିଷ୍ଠତାକୁ ପ୍ରମାଣିତ କରେ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ କଥାଟେ 4 ଲାଇନରେ ଅଂଶୁମାନ କହିଦଉଛି, ଯଦି ଏଟା ବିଭୂତି ପଟ୍ଟନାୟକ ଥରେ କଥା ହଉଥିଲି, ସେଇ ସମୟ ମନୋଜ ଦାସ ବଞ୍ଚିଥିଲେ। ମନୋଜ ଦାସ ଆସିଥିଲେ ତାଙ୍କ ଘରକୁ, ପଳେଇଲା ପରେ ମୁଁ ଯାଇଥିଲି, କହିଲେ ବିଭୂତି ବାବୁ ତମେ କଣ କରୁଛ ନା, ସେ ଲେଖା ଲେଖି ସବୁ ବନ୍ଦ କର, ଏବେ ସବୁ ଯାହା ଲେଖିଛ ତାକୁ ପଢ, ସବୁ କରସନ ଫସନ କର। ଆଚ୍ଛା, ଇଏ ବସିକି ତାଙ୍କର ଗୋଟେ ଉପନ୍ୟାସ, ସେ ଉପନ୍ୟାସ ନାଁଟା କଣ ମନେ ନାହିଁ, ତାକୁ କରେକ୍ସନ କରୁଛୁ। କଣ ପାଇଁ ନା ମୁଁ ସେ ଉପନ୍ୟାସ ପଢିକି ହସୁଛି। କଣ ସେ ଉପନ୍ୟାସ ନା, ସେଟା ବର୍ମାରେ ଅଛି ହିରୋ, ଇଏ ଅଛି ହିରୋଇନ ଅଛି ଓଡିଶାରେ, କୋଉଠି ଅଛି ଜଣା ନାହିଁ, କିନ୍ତୁ ସେ ବର୍ମାରେ ଲେଖୁଛି। ଆଉ ସେ ବର୍ମା ବିଷୟରେ ଗୋଟେ ପଦ ଲେଖୁନି, କାହିଁକି ସେ ବର୍ମାରେ ଅଛି ମୁଁ ବି ଜାଣିନି। ସେ ଚିଠିଟେ ଲେଖିଛି ଗୋଟେ ଅଧ୍ୟାୟ, ଇଏ ଚିଠିରେ ଲେଖୁଛି ଗୋଟେ ଅଧ୍ୟାୟ, କିନ୍ତୁ ସେଥିରେ ବର୍ମା ନାହିଁ, ବର୍ମା ନାହିଁ, ସେ ବର୍ମାରେ ଅଛି। ସେ କହିଲେ ମୁଁ ବର୍ମାର ମୁଁ ଆପଣ ପାଗଳ ହେଇଗଲେ, କ୍ଲାସିକ ଜିନିଷ ଯାହା ସେଥିରେ କାହିଁ ଲାଗୁଛନ୍ତି, ଆମେ ଅଲଗା ଲୋକ ଏକ୍ଜାକ୍ଟଲି ସେ ଫିଲ୍ କଲେ ଯେ ଯଦି ମୁଁ ସେଠି ଅଛି, ତାହେଲେ ସେ ଜାଗାଟା ଦେଲେ ଆପଣଙ୍କ କାହାଣୀ ଅଲଗା ଲାଗେ, ମାନେ ସମାନ ଲାଗେ। ସେଇ ଆଳୁ ଡାଲମାରେ ପଡିବ, ସେଇ ଆଳୁ ମାଂସରେ ପଡିବ, ଟେଷ୍ଟ ଅଲଗା ଲାଗିବା ଦରକାର। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ଅପା, ଧନ୍ୟବାଦ ଭାଇ। ଭାବୁଛି ଗୁଡାଏ କଥା ଆମେ ପ୍ରାୟ ଆଲୋଚନା କରିସାରିଲେଣି, ଆଉ ଶ୍ରୀ ସୁମିତ ଭାଇଙ୍କର ସେଇ ଦିଟା ପ୍ରଶ୍ନ ହିଁ ଏଇ ଆଲୋଚନାର ନିଷ୍କର୍ଷ ହଉ, ଯୋଉ ବି ପ୍ରକାରରେ ହଉନା କାହିଁକି, କିନ୍ତୁ ଆପଣଙ୍କର ଗପ ସବୁ କାଳଜୟୀ ହଉ ଏବଂ କାଳ କାଳକୁ ଆମ ସହିତ ଏମିତି ହିଁ ରହୁ। ବହୁତ ବହୁତ ଧନ୍ୟବାଦ ଭାଇ, ଗୁଡାଏ ସୁନ୍ଦର କଥା ଆପଣ ଏଇ ଭିତରେ କହିଛନ୍ତି। ଭାବୁଛି ସେଇ ସବୁ କଥା ଆମ ମାନଙ୍କ ମନରେ ବି ଛାପି ହେଇକି ରହିଲା। ମଝିରେ ଆପଣ କହିଲେ ଯେ ଲଭ୍ ଇଜ ଦ ଏକ୍ସଟ୍ରିମ୍ ଫ୍ରେଣ୍ଡସିପ, ତେଣୁ ମାନେ ସବୁ ପ୍ରକାରର ଭଲ କଥା ଆପଣ କହିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ ସରସି ଓ ଅନ୍ୟାନ୍ୟ ଗଳ୍ପ ଆପଣ ସମସ୍ତଙ୍କ ପାଇଁ ଉପଲବ୍ଧ, ଆପଣ ମାନେ ନିଶ୍ଚିନ୍ତ ସଂଗ୍ରହ କରନ୍ତୁ, ପଢନ୍ତୁ। ବାସ୍ ମୁଁ ଆଡଭର୍ଟାଇଜ କରିଦେଲି। ହେଇଗଲା ବିଜ୍ଞାପନର ଯୁଗ। ବହୁତ ବହୁତ ଧନ୍ୟବାଦ ଭାଇ। ବର୍ତ୍ତମାନ ଆମେ ଆସିବା ପରବର୍ତ୍ତୀ ବହି ପାଖକୁ। ପରବର୍ତ୍ତୀ ବହିଟା ଠିକ ମୋରି ପାଖରେ ହିଁ ଥୁଆ ହେଇଛି, ଦରଜର ଦରଟି।